ମୁଁ ଶୋଇବି ଚିପେଇକି ତମେ ମୋ ବାଣ୍ଡ ଉପରେ ବସିବ, ତମେ ଉଠି ବସ ହବ, ଇଆଡେ ଭୋଗଗ୍ରାମ ଚିପିଥିବେ ହାତରେ, ସେଇ ପୋଜ ଉଠିବ। ହଁ ସେଟା ବି ବଢିଆ ହବ। ତମେ ତମ ଚିତ୍ପଟା ହେଇ ଶୋଇଥିବ, ମାଣ୍ଡ ଛିଡା ହେଇଥିବ, ମୁଁ ତା ଉପରେ ବସିକି କାଚିବି, ଆଉ ତମେ ଦି ହାତରେ ହାତ ଚୁବୁଥିବି, ଇଆଡେ ଟାଣି ଇଆଡେ ଟିକେ ଟାଣି ଦେଇକି ଇଆଡେ କାମୁଡୁଥିବି, ସିଆଡେ ଇଏ ଭିତରେ ବାଣ୍ଡ ପୁରା ଖପା ଖପା ହଉଥିବ। ପୁରା ବଢିଆ ହେଇଯିବ। ଆଉ ଗୋଟେ ଭଉଣୀ, ଆଉ ଗୋଟେ କଥା ପଚାରିବି? ହଁ ପଚାର। ତମକୁ ହ୍ୟାଲୋ, ତମକୁ ମାନେ କଣ୍ଡମ ଲଗେଇକି ଡେଇଁବେ ନା ବିନା କଣ୍ଡମ ରେ? କଣ୍ଡମରେ ମତେ ଲାଗେନି ମଜା ଆସିଲା ଭଳିଆ। କଣ୍ଡମ ରେ ଲାଗିବା ଦରକାର ନା, ବଡିକୁ ବଡି ଘିସି ହବ। କଣ୍ଡମ ରେ ଲଗେଇଲେ ମତେ ବି ମଜା ନାହିଁ। ସେ କଣ ଗୋଟେ ଜରିବ ତ ସେ ଗୋଟେ ମଜା ଆସିବନି। ହଁ ଏବେ ତ ଘରକୁ ଗଲେ ତ ଭାଉଜଙ୍କ କଣ୍ଡମ ରେ ବହୁତ ଇଣ୍ଟରେଷ୍ଟ ଲାଗୁଛି। ଆଚ୍ଛା, କାହିଁକି କଣ୍ଡମ କାଇଁ ଲଗଉଛ? ଭାଉଜ ମନା କରୁଛନ୍ତି? କଣ୍ଡମ ଲଗଉଛି ଏଇଥିପାଇଁ ଯେ ପୁଅ ଛୋଟ ଅଛି, ଆଉ ଯଦି କାଳେ ରହିଯିବ। ଆଚ୍ଛା ଆଚ୍ଛା। ଆମର ତ ଗୋଟେ ରୁ ଅଧିକ କରିବାକୁ ଇଚ୍ଛା ନାହିଁ। ଆଚ୍ଛା ଆଚ୍ଛା। ଭାଉଜଙ୍କ ମଜା ଆସିଛି ତ? ଭାଉଜଙ୍କ ମଜା ଆସିଛି? ଭାଉଜଙ୍କ ମଜା ଆସିଛି ନା? ନାଇଁ, ସିଏ ବି କହୁଛି ମଜା ଲାଗୁଛି, କିନ୍ତୁ କଣ କରିବି, ପରିସ୍ଥିତି ସେମିତି କରିବା ବାଧ୍ୟ କରୁଛି ନା। ଯାହା ଅରିଜିନାଲ ନା, ଆଉ ସେ ଡୁପ୍ଲିକେଟ ଆଉ। ସେ ଡୁପ୍ଲିକେଟ କଭର ହେଇଗଲେ ଆଉ କୁଆଡେ ମଜା ଆସିବ? ବାସ୍ ବାସ୍, ତମେ ତ ଜାଣିପାରୁଥିବ ଆଉ। ତମ ମାନଙ୍କ ପାଇଁ ବି ଚର୍ମ ସହିତ ଚର୍ମଟା ଯୋଉ ଘର୍ଷଣର ଯୋଉ ସିଂହରଣ ଟା ଆସିବ, ସେଟା କଣ ପ୍ଲାଷ୍ଟିକ ଆସିବ? ସେଇଆ ବା କହିଛନ୍ତି, ବଡ ମହାପୁରୁଷ ମାନେ କହିଛନ୍ତି, ଚମ ଘଷ ନାହିଁ ଦୋଷ। ଆଚ୍ଛା, ଯାହା ହଉ ଆଜି ନୂଆ ଡାଇଲଗ ଶୁଣିଲେ। ଚମ ଘଷ ନାହିଁ ଦୋଷ ନା? ଚମ ଘଷ ନାହିଁ ଦୋଷ, ମନକୁ ମନ ମିଶ, ଚମ ଘଷ ନାହିଁ ଦୋଷ। ଆଚ୍ଛା ଆଚ୍ଛା, ଭଲ ବଢିଆ। ଆହୁରି ଅଛି ତାର 4-5ଟା ଧାଡି, ମୋର ଖାଲି ଏଇ 3ଟା ଧାଡି ମନେ ପଡୁଛି। ଆଚ୍ଛା। ଆଉ ଗୋଟେ କଣ କହୁଥିଲି, ଯଦି ମୁଁ ତମକୁ ମାନେ ଘରେ ବିନା କଣ୍ଡମରେ, ଆଉ ଯଦି କଣ ହେଲା ମାନେ? କଣ କହିଲ? କଣ କହିଲ? ଯଦି ମୁଁ ତମକୁ ବିନା କଣ୍ଡମରେ କରେ, ଯଦି ରହିଗଲା ମାନେ? ଦେଖିବା ମେଡିସିନ ଅଛି ଆଉ କଣ। ମଜା ତ ମୁଁ ପ୍ରାକୃତିକ ହିଁ ନେବି। ପ୍ରଥମ ଥର କରିବି ତ କଣ୍ଡମ ମଜା ଆସିବ, ମତେ କାଇଁ ଲାଗୁନି। ହଉ ଯଦି ରହିଗଲା ମାନେ ବାହା ହେଇଯିବ ମତେ ଆଉ। ବାହା ହେଇଗଲେ ଭାଉଜ କଣ କରିବେ? ଭାଉଜ ବାଟେ, ତମ ବାଟେ। ଦିଦି ତମେ ସମ୍ଭାଳି ପାରିବ? ହଁ, କାହିଁକି ନାଇଁ, ମୁଁ ସମ୍ଭାଳି ପାରିବି। ତମେ ଆଡଜଷ୍ଟ କରିପାରିବ କୁହ, ମୁଁ ଆଡଜଷ୍ଟ କରିଦେବି। ଆଚ୍ଛା, ହଉ କରିବା ଆଉ, ହେଲା ଆଉ।